ସାର୍ କୁହନ୍ତୁ ଆପଣ ପରିଚୟ ଆଉ ସାର୍ ଆଜିର ଏଇ ଗଣଧାରଣାର ମୁଖ୍ୟ ଅଗ୍ରଗତି ବିଷୟରେ ଦୁଇ ପଦ କୁହନ୍ତୁ। ବଙ୍ଗିମଚନ୍ଦ୍ର ସାଗର এই ପ୍ରାଥମିକ ଶିକ୍ଷକ ମହାସଂଘର ଜଣେ ଷ୍ଟେରିଂ ଏକ୍ଜିକ୍ୟୁଟିଭ୍ ମେମ୍ବର ସହିତ ଓଡ଼ିଶା ପ୍ରାଇମେରୀ ଟିଚର ଆସୋସିଏସନର ରାଜ୍ୟ ସାଧାରଣ ସମ୍ପାଦକ। ଦେଖନ୍ତୁ ଆଜି ଆମର এই ପ୍ରାଥମିକ ଶିକ୍ଷକ ମହାସଂଘର ଗଣଧାରଣାରେ 25 ଦିନରେ ପହଞ୍ଚିଛି ଏବଂ ଦୀର୍ଘ ଡିସେମ୍ବର 5 ରୁ ଡିସେମ୍ବର 9 ଯାଏଁ ପ୍ରାୟ ଆମେ 5 ଦିନ এই রাজরাস্তা গান্ধী মার্গে 17,000 ঊর্ধ্ব শিক্ষক আমি আন্দোলনে সামিল ଥିଲେ এবং সেই সময় মাননীয় রাজ্য সরকার ଆମକୁ କେନ୍ଦ୍ର ସମୟ ଦେଇକି ଆମକୁ ଆମର ଆନ୍ଦୋଳନକୁ ସ୍ଥଗିତ ରଖିଥିଲେ ଏବଂ ଆମେ ମଧ୍ୟ ତାଙ୍କୁ ସମ୍ମାନ ଜଣେଇକି ଆନ୍ଦୋଳନକୁ ସ୍ଥଗିତ ରଖିଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ 4 ମାସ ଅତିକ୍ରାନ୍ତ କଲା ପରେ ମଧ୍ୟ ଯେହେତୁ ମାନ୍ୟବର ରାଜ୍ୟ ସରକାର କୌଣସି ଏକ ନିଷ୍କର୍ଷରେ ପହଞ୍ଚି ପାରିନଥିଲେ, ତେଣୁ ଆମେ ଗତ ଏପ୍ରିଲ 8ରୁ ଆଜି ପର୍ଯ୍ୟନ୍ତ ଆମେ ଏହି ଗଣଧାରଣାଟାକୁ ଆମେ କଣ୍ଟିନ୍ୟୁ କରି ଆସୁଛୁ। ଯାହା ହଉ ଆଜି ପ୍ରଥମ ପର୍ଯ୍ୟାୟରେ ପ୍ରଥମ ଚରଣରେ ଆଜି ଯେଉଁ ମାନ୍ୟବର ପ୍ରିୟ ମୁଖ୍ୟମନ୍ତ୍ରୀ ତଥା ରାଜ୍ୟ ସରକାର ଯେଉଁ ଏସ୍ପିସି ହାଇ ପାୱାର କମିଟିକୁ ଦାୟିତ୍ୱ ଦେଇଥିଲେ ଆମ 2 ଦଫା ଦାବିକୁ ନେଇକରି ତାଙ୍କୁ ମାନେ କାର୍ଯ୍ୟକାରୀ କରିବା ଏବଂ ମାନେ ରାଜ୍ୟ ସରକାରକୁ ମାନେ ସବମିଟ୍ କରିବା ପାଇଁ, ତ ତେଣୁ ଆଜି ପ୍ରଥମ ଚରଣରେ ପ୍ରଥମ ପର୍ଯ୍ୟାୟରେ ଆଜି ଏସ୍ପିସି କମିଟି ଦ୍ୱାରା ଆମର 2 ଦଫା ଦାବିକୁ ନେଇକରି ଯାହା ତାଙ୍କର କାର୍ଯ୍ୟଧାରାଟାକୁ ଶେଷ କରିକି ମାନ୍ୟବର ରାଜ୍ୟ ସରକାରଙ୍କୁ ସେମାନେ ସବମିଟ୍ କରିଛନ୍ତି। ତେଣୁ ଏହି ପରିପ୍ରେକ୍ଷୀରେ ମୁଁ ସାରା ଓଡ଼ିଶାର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ଧନ୍ୟବାଦ ଦେବି ଯେ ଦୀର୍ଘ ଦିନର ଅକ୍ଲାନ୍ତ ପରିଶ୍ରମ ଫଳରେ ଆଜି ଆମେ ପ୍ରଥମ ପାହାଚ ଚଢ଼ିଛୁ। ବାକି ରହିଲା ଆହୁରି ଦେଖିବାକୁ ରହିଲା ମାନ୍ୟବର ମୁଖ୍ୟମନ୍ତ୍ରୀ ଏହି ଆମର 2 ଦଫା ଦାବିକୁ କେବେ ଘୋଷଣା କରୁଛନ୍ତି, ସେହି ପର୍ଯ୍ୟନ୍ତ ଆମର ଏହି ଯେଉଁ ସଂଘର୍ଷଟାକୁ ଜାରି ରଖିବାକୁ ପଡ଼ିବ। ତେଣୁ ସମସ୍ତଙ୍କୁ ପୁଣି ଥରେ ବିନମ୍ର ନିବେଦନ, ଆମେ ଯେତେବେଳେ ଯାଏଁ 2 ଦଫା ଦାବି ପାଇଛୁ ନ ପାଇଛୁ ସେତେବେଳେ ଯାଏଁ ଆମର ଏହି ଆନ୍ଦୋଳନ ଏହି ଆମର